आपण मानक स्वागत करछि। मैं आशा करछि आपण माने समस्त भल थिबे, मुई भलर अछि। तो चलंतु एबे वीडियो स्टार्ट करबा। सकाळरू देखिबा के कोन करछंती आ कोन केमते दिन कटुछि सेटा आपण मानक साथे शेयर करबी। वीडियो को पूरा लास्ट पर्यंत देखंते, स्किप न करी। कोन कछ एठी दांत हस तुम छुआ सब हेर बसछंती, जल्दी दांत हसी आस। तुम पाठ न पढ़ी नहीं छो हैं? आगे मिठा है काली मिठा ही नथिला, आज टे मिठा है। देखनी के तुलसी गछ एटा उपड़े ना हाँ बहुत थिला ना। आम घर चारिपाखे खाली तुलसी गछ, फूल गछ गुड़ा ये टगर फुल गुड़ा ढेर फुटुचे ना, मंदार फुल टिके कम फुटुचे। सब लगाई पनीपरिया गछ देखे पूरा सकाल देख वर्षा पूरा घुटिक अच्छे है ना। आम कदलीटा आज माँ कहला भाई कदलीटा नहीं चल रोषे करवा। एरो वर्षा माने वर्षा हो कि पागटा एमती दे बेसी भी खरा हो सेमती बढ़िया लगे ना। नड़िया गछड़ा देख चलो कौन सलाद ना चा पिया सलाद केटा चाही पानी उठा चा पिया सलाद हां चा पिया सलाद कौन बने सकाळे खाया भाई सकाळे संतुला बंधा आलू बिलाती कदली संतुला रुटी कौन बच्चा ठीक कछर बाता भेजला ताको पीछे जाने में छे खाटला आमे गेली खाया धड़ा बाता लाल में लाया भीतरटा माने गुलाबी जो बाहर भीतरटा गुलाबी नहीं है ना, धड़ा रे मीठा लगे कि नहीं के मीठा लगे ना। खाइला परे जना पड़ियो माने कोन लागेटा कोन केते पूरा बाटा देखो देखन एटा खाली अध किलो हबो। दुर्गा पूजा गोड़ा पाचे दुर्गा पूजा है नहीं ता आगु पाचे देखिए गुस्सा उड़ा धड़ा बाता से छड़े रख दे माने फाटी आइथिला ना सेति भाई। जदि मीठा लगे ता ना आउ देरी खा मते देलेनी चखा तू ते देख हेलो ना मीठा हो तो मीठा एते खाली भारी हो जाता एटार पत्ता एटार आउटे बातार पूरा मोटा आ मोटा ने ता भीतर केते भारी बेसी बड़ भाच बाता तथापि टिके बुलाई पड़छ लागु जना आउ देखो बाता एटार चुपटा पूरा एत्ती बड़ बाता वाले चुपटा एत्ते मोटा हमरो के देखिला आता हांडा ताई को दिन लगा हाली हे मन संसार हे से तन माटी पेला बाटा खाइबो के ना ना एरा खाइबो के को पिता आइला तमे तो ठंडा के हम खाइबो के खाइबो मते जानो हां एटा फिंगर ना फिंगर तो जोरी के ना भल लागे जो लूण आ
ଛଡ଼େଇଥାଏ ଖାଲି ଏମିତି ଛଡ଼େଇଦେଲ ଏଇ ଯୋଉ ଖାଟି ହେଇଥିଲା କାଟି ହେଇଥିଲା ଯୋଉ ଛଡ଼େଇଦେଲ ଏ କୋଉଠି ରଖିବି ଗୋଟେ ପ୍ଲେଟ୍ରେ ରଖିଦେବେ କିନ୍ତୁ ତ ସବୁଆଡ଼େ ଫ୍ରିଜ୍ରେ ରଖିଦେବେ ଫ୍ରିଜ୍ ବନ୍ଦ କରିଦେଇକି ଫ୍ରିଜ୍ ଭିତରେ ରଖିବ ସେମିତି ଖାଇବନି ରୁଟି ଏବେ ଖାଇ କଣ କରୁଛ ନା ଏଠି କଣ କରୁଛ ଏଠି ଗୋଟେ ଚେୟାର ପକେଇ ଦେଇଛ ତା ଉପରେ ଗୁଡ଼ ରଖିଛ ପୁଣି ସେଠି ଏଇଟା କାମ କରୁଛ ହଁ କି କାମ ଇଏ କରୁଛ ହଁ କି କାମ କରୁଛ ମୁଁ ଯେଉଁଟା କହିନି ସେଇଠୁ ଲାପଟପ୍ରେ ହାତ ମାରିଦେଲେ ହଁ ତ ଦେଖନ୍ତୁ ସାଙ୍ଗମାନେ ମୁଁ ଏବେ ହେଉଛି ଖାଇବାକୁ ଆମର ସଇଲା ରୁଟି ଆଉ ସନ୍ତୁଳା ହେଇଥିଲା ଆଉ ଭାତ ଏବେ ଦେଖୁନ ମୁଁ ପୋଟଳ ଆଳୁ ଭାଜି ମୁଁ କାଟୁଛେ ଡାଲମା ସେଠି ବସେଇଛି ପ୍ରେସରରେ କ'ଣ ରୋଷେଇ କରୁଛ ଏତେ ଜୋରସେ ସ୍ମେଲ୍ କରୁଛି ଡାଲମା ଛୁଙ୍କ ଦିଆ ହେଉଛି ଡାଲମା ହଁ ଡାଲମା ମାନେ ମୁଗ ଡାଲି ଆଉ ହେଉଛି ଏଇ ବାଡ଼ି ମୁଗ ତାକୁ ଭୁସୁଙ୍ଗା ପତ୍ର ଆଉ ଜିରା ଟମାଟୋ ଦେଇକି ଛୁଙ୍କ ଦିଆହେଉଛି ସେ ଡାଲଟା ସିଝେଇ ରଖିବେ ପ୍ରେସରରେ ଆଉ ଭଜା ହେବ ପୋଟଳ ଆଳୁ ଭଜା ହେବ ଶାଗ ହେବ ଖଟା ଆମ୍ବୁଲ ଖଟା ଆଉ ଆମ୍ବୁଲ ଖଟା ହଁ ଆମ୍ବୁଲ ଖଟାଟା କାଲି ହେଇଥିଲା ସେଇଟା ଖାଇଛୁ ଫ୍ରିଜ୍ରେ ଆଜି ଖାଇଛୁ ନା ଆଉ କିଛି ଦରକାର ଏତିକି ହବ ନା ଏତିକି ବନେଇଲେ ଖାଇବ ନା କିଛି ଦରକାର ନା ହେଇଯିବ ନା ବେଶୀ ଆଇଟମ୍ କଲେ ପୁଣି ଖାଇହେବ ହଁ ବେଶୀ କଲେ ପୁଣି ଖାଇବ ଅଳ୍ପ ଅଳ୍ପ କରିବ କିନ୍ତୁ ଭଲ ଟେଷ୍ଟ ନୁହେଁ ଏଇଟା ପୁରା ବାଡ଼ିଆ ମୁଗଟା ଭଲ ଲାଗିବ ନା ଏଇଟା ଖାଇତେ ଦେଖିବା। ମୁଗଟା ଯୋଉ ପୁରା ପୁରା ସିଝି ପୁରା ପଣା ହେଉଛି ପ୍ରେସର କିନ୍ତୁ ଏଇଟା ବଡ଼ ପ୍ରେସରଟା ଟିକେ ବଡ଼ ତାକୁ ହଁ ତାକୁ ଖାଲି ଚୋପା ଛଡ଼ା ହେଇକି କରାହେଉଛି ନା କ'ଣ ହଁ ତାକୁ ଭଜା ହେଇକି ରଖା ହେଇଥିଲା ଖାଲି ପପେୟା ଦେଇକି ପପେୟା ପକେଇକି କରାହେଇଛି ପୁରା ବଢ଼ିଆ ହେଇଯାଇଛି ପୁରା ବଢ଼ିଆ ହେଇଯାଇଛି ଆଉ ଆଉ ଟିକେ ପାଣି ଦେବି ନା ହେଲା ପ୍ରେସରର ସିଟିଟା ବୋଧେ ବେଶୀ ମାରିଦେଇଛି ହଁ ସେଇଥିପାଇଁ ଭଲ ତ ସିଝି ଯାଇଛି ପୁରା ନା ଓ ବାସ୍ନା ପୁରା ମସ୍ତ ଆସିଲା ତାପରେ ଖାଇଲା ପରେ କହିବ ଲଙ୍କା ହେଇଛି ଲୁଣ ହେଇଛି କୋଉଟା ଟେଷ୍ଟ କରି କହିବ ହେଲା ମା କ'ଣ ଯୋଗାଡ଼ କରିଛନ୍ତି ହଁ ହଁ କାରଣ ମୁଁ ଜାଣିନାହିଁ ତମ କାମ ସରିଲାଣି କି ନା ମୋ କାମ କରୁଛି ମଝିରେ ଯଦି ଛୁଙ୍କରେ ଯଦି ତାଲି ହେଲା ବାସ୍ନା ସେ ତାଲି ହେଲା ନା ଦେଖିବା ମୋତେ କ'ଣ ଦୁଇ ତିନିଟା ଛିଙ୍କ ଯେମିତି ହେଲା ମାନେ କ'ଣ ହେଲା ଏର ଛିଙ୍କ ହେଲା କ'ଣ ଛୁଙ୍କ ଦିଆହେଉଛି ଦେଖିତେ ଆଣି ନା ଏଇଟା ତ ବଢ଼ିଆ ହେଉଛି ଖାଇଲା ବେଳେ ଦେଖିକି କହି କେମିତି କେତେ ବଢ଼ିଆ ହେଇକି ଦେଖାହେଉଛି ଖାଲି ଦେଖା ହେଲେ କ'ଣ ହବ ପୁରା ଖାଇଲେ ତା ଟେଷ୍ଟ ପ୍ରସାଦ ଭଳିଆ ଜଣାପଡ଼ିବ ନା ନା ଖାଇଲେ ତା ଟେଷ୍ଟ ଜଣାପଡ଼ିବ ନା ଖାଲି ହେଉଛି ଦେଖା ହେବା ଦେଇ କ'ଣ ଅଛି ନାଇଁ ଠିକ ନା ଆଚ୍ଛା ଗରମ ଲାଗୁଛି ମାନେ ଭୀଷଣ ତ ବର୍ଷା ଡାଲି ସରିଗଲା ୟା ପରେ ପୁଣି କ'ଣ ରନ୍ଧା ହେବ ପୋଟଳ ଆଳୁ ଭଜା ହବ ପୋଟଳ ଆଳୁ ଭଜା ତାପରେ ଶାଗ ହବ ପୋଟଳ ଆଳୁ ତ କଟା ସରିଛି ହେଲା ହଁ ଆଚ୍ଛା ତାପରେ ଭଜାଟା ତାପରେ ଭାତ ବସିବ ଉଷୁନା ଭାତ ତାପରେ ଶାଗ ହବ ମୋ ଦଉରା ଭାତ ଏଠି ରନ୍ଧିକି ରଖିଦେଇଛି ପଖାଳ ସକାଳେ ଏତିକି ପାଣି ଦେନା ଆଉ ଟିକେ ପାଣି ବହଳିଆ କରିନା ପାଣି ଦେବ ଆଉ ଟିକେ ପାଣି ଦେଇଦିଅ ପାଣି ଦେଇଦେଇକି ବସେଇ ଦିଅ ହେଇଯିବ ଗ୍ୟାସ୍ଟାକୁ ଏଠି ରଖିଛ ଗ୍ୟାସ୍ଟା ଭିତରେ ରଖିବା କଥା ନା ଗ୍ୟାସ୍ଟା କାହିଁ ଏଠି ରଖାହେଇଛି ସାଇଜ୍ କରାହେଇନି ହେଇଯିବ ଆମେ ଆଣିଥିଲି ନା ସେ ସବୁ ଏଇଠି ପକା ହେଇଛି ସେମିତି ସାଇଜ୍ କରାହେଇନି ବୁଲାକୁ ଯାଇଛନ୍ତି ଆସିଲେ ଖାଇବା ହଉ ତମେ ଡାଲମା କର ତମେ ଯାଅ ପୁଣି କିଛି ବାସ୍ନା କଲେ ପୁଣି ଆସ ମାନେ ଭିଡ଼ିଓ ବନେଇବାକୁ ନା ଆଉ କିଛି ଆସିବନି ଛୁଙ୍କ ଏଇ ଡାଲମାଟା ବୋଲି ଛୁଙ୍କଟା ଆଇଲା କ'ଣ କାଟୁଛନ୍ତି ଜହ୍ନି ପୋଟଳ ଆଳୁ ଭଜା ହବ
ମୁଗ ଡାଲି ଅମୃତଭଣ୍ଡା କଦଳୀ ଦିଟା ଡାଲି ମିଶେଇକି ଭଜା ହବ। ହଁ ଆଉ ଦୁଇଟା ଯାକ ପରିବା ଅଛି କ'ଣ ହେବ ଦିଟା ଯାକ ଭଜା ହବ। ତାପରେ ପୁଣି ଭାତ ବସେଇବା ତାପରେ ଏଇ ଜହ୍ନିଟା ବୁଢ଼ା ହେଇଯାଇଛି କି କଷି ଅଛି। କଷି ଏଇଟା ତାଠୁ କଷିଥିବ ନା ଏଇ ଯେଉଁ ଆଉ ଗୋଟେ ଜହ୍ନି ଅଛି ଏସବୁ ବାଟ ଏଇଠି ସୁନସୁନା ଶାଗ ଯେତିକି ହେଇଛି ତା ବେଶୀ ଘାସ ହେଇଛି ଘାସ ପାଣି କାଟିନି ଏଇ ଗଛ ଯାହା ଖାଲି ପୋଇ ଗଛ ଦିଟା ଦେଖାଯାଉଛି ଆଉ ଏଇ ଗଛଟା ମରିଯାଇଛି ନାଟା ଗାଈ ଆସିଛି ଖାଇଗଲେ ଏଇ ଫଟୋ ବାଟରେ ଆସିକି ହେଲା ଫଟୋ ଆଉଜି ଦେବାକୁ ମୁଣ୍ଡରେ ପେଲି ଦେଇ ପଳେଇ ଯାଇଛି। ଓହୋ ତାଙ୍କ ଗାଈଟା କ'ଣ ରଖୁନାହାନ୍ତି ବାନ୍ଧିକି ଛାଡ଼ି ଦେଉଛନ୍ତି ଛାଡ଼ି ଦେଇଥିଲେ ଯାଇକି ଥଣ୍ଡା ଦିନ ଛାଡ଼ି ଦେଇଥିଲେ ଛାଡ଼ୁଛନ୍ତି ସବୁ ହେଟା ଉଲିଆରେ ସେଇଥିପାଇଁ କାଲି ରାନ୍ଧିଥିଲେ ହେଇଥାନ୍ତା ଜହ୍ନି ନା ବୁଢ଼ା ହେଇଗଲା। ବୁଢ଼ା ହେଇଲାଣି ଜହ୍ନିଟା ଏ ଭଜା ଦେଖାଉଛି ଇଏ ଦେଖି ଭାଜି ଦେଲା ପରେ ପୁରା ମୌଳିକ ଅଳ୍ପ ହେଇଯିବ ପୋଟଳଟା କମିଯିବ ନା ଆଳୁଟା କିନ୍ତୁ ଆଳୁଟା ରହିବ ଜହ୍ନିଟା ବି ମରିଯିବ ଜହ୍ନିଟା ସବୁ ସିଝିଯିବ ପୋଟଳଟା ବି ମରିଯିବ। ଏଇଟା ଖାଲି ଅଳ୍ପ ଟିକେ ଘିଅ ଛିଞ୍ଚି ଦେଇଛି ପଛର ଲାଷ୍ଟକୁ ଆଜ୍ଞା ତ ସାଙ୍ଗମାନେ ଏବେ ଖାଇବା ପିଇବା ସରିଗଲା ବାସନ ଧୁଆ ବି ସରିଗଲା ଆଉ ଏବେ ଆମେ ଛୋଟ ବାଡ଼ିରେ କ'ଣ କ'ଣ ସବୁ ପରିବା ଲଗା ହେଇଛି ଟିକେ ବୁଲିବା ପାଇଁ ଯିବା ମୁଁ ଦେଖାଉଛି କ'ଣ କ'ଣ ସବୁ ପରିବା ହେଇଛି ଆସ ନେଇକି ଏଇଠୁ ଦେଖ ଏଇଟା ଦେଖ ଭେଣ୍ଡି ଗଛ ଏ ଛୋଟ ଛୋଟ ହେଇଛି ବୋଧେ ପଛରେ ଲଗା ହେଇଥିଲା ଏଇ ଦୁଇଟା ଆଉ ଏଗୁଡ଼ାକ ବି ଲଗା ହେଇଛି ଏଇଟା କି ଗଛ ଲଗା ହେଇଛି କାକୁଡ଼ି ନା ଭୂତ ଏଇଟା କାକୁଡ଼ି କାକୁଡ଼ି ଏଇଟା ଦେଖ ସବୁ ଛୋଟ ଛୋଟ ଭେଣ୍ଡି ଏଇଠି ତାକୁ କଢ଼ ହେଇଲାଣି ଏଇ ଭେଣ୍ଡିଟା ଦେଖ କଢ଼ ହେଇଲାଣି ହବ ଇଏ ଟାଇମ୍ ଲାଗିବ ହବ ତଥାପି ସମୟ ହେଇଛି ଗଛଟା ସାର ଦିଆହେଇଛି ନା ବଢ଼ିଛି ଏଇଠି ବି ଆଇଲାଣି ଏଟାର କଢ଼ ଏଇଟା ବୋଇତାଳ ଗଛ ଦେଖ ଏଇ ବୋଇତାଳଟା ଆମେ ଏପଟେ ବୋଇତାଳ କହୁଛନ୍ତି ନା କଖାରୁ ହଁ ଏକଦମ କଖାରୁ ଆଉ ଯେଉଁ ଆଉ କଖାରୁଟାକୁ କହୁଛନ୍ତି ପାଣି କଖାରୁ କଖାରୁଟାକୁ ପାଣି କଖାରୁ ଇଏ ମାନେ ଏପଟେ ଲାଇନ୍ରେ ଖାଲି ଆମର ବୋଇତାଳ କୁହାଯାଉଛି ଏଇଟା ଗୋଟେ କି ମାରିସ ଗଛ ମାର୍ସ ଏଇଟା ଏଇଟା ବି ଅଧିକାଂଶ କ'ଣ କୁହନ୍ତି ଖଡ଼ା ଖଡ଼ା ହଁ କୁହନ୍ତି ବା ସେପଟେ ଏଇଟା ବାଇଗଣ ବାଇଗଣ ଧରେ ସରିଗଲାଣି ବାଇଗଣ ହଉନାହିଁ ଏଇଟା କି ଗଛ ଲୋପା ଏଇଟା ଜୁଆଣି ଏଇଟା ଜୁଆଣି ଏଇ ଯେଉଁ ପିଅନ୍ତି ନା ଯେଉଁ ଇଏ ହେଲେ ଜୁଆଣି ସେଟା ଏଲୋଭେରାଟା ଦେଖ ଆଲୋଭେରା ଗଛ କେତେ ହେଇଛି ସେଠି ଆଲୋଭେରା ଆହୁରି ଢେର ହେଇଥିଲା ତ ଆହୁରି ଦେଖୁନ ଏଇଟା କ'ଣ ହେଇଛି ସେଟା ସେମିତି ଚିହ୍ନ ହେଇଯାଇଛି ଏଇ ଗଛଟା ଜୁଆଣି ଦାଦା ମୁଁ ଜୁଆଣି ଗଛ ଏଇଠି ଲଗା ହେଇଛି ଗୋଟେ ଦେଖିନଥିଲି ଆଗରୁ ଏବେ ଦେଖିଲି ଜୁଆଣି ଏଇଟା ତ ଭେଣ୍ଡି ଏଇଟା ଗୋଟେ ଗୋଟେ ଜାଗା ଭେଣ୍ଡି ଧରିଛି ନା ଏଟା ଆଗରୁ ଲଗା ହେଇଥିଲା ନା ସେଥିପାଇଁ ଟକମଣ୍ଡି ଗଛଟା ମରି ନାହିଁ ସେଟା ଏବେ ହଉଛି ଟକମଣ୍ଡି ହେଇଛି ବା ହେଇ ଦେଖୁନ ହେଇଛି ଏଇଟା ଖାଲି ଗଛଟା କଞ୍ଚେଇଛି ଟକମଣ୍ଡି କାହିଁ ଟକମଣ୍ଡି ହେଇନାହିଁ ଦେଖା ହେଲା ଏଇଖିନା ହବ ଧାନ କଟା ବେଳକୁ ହଁ ଧାନ କଟା ବେଳକୁ ହେଲେ ଏଇ ତରକାରୀ କିନ୍ତୁ ବଢ଼ିଆ ଲାଗେ ନୁହେଁ ତମେ ଖାଅନି ଖାଲି ମୁଁ ମାରିଦେଉଛ ମାସ ନା ମାରିସ ଗୋଟେ ବାଇଗଣ ହେଇଛି ଦେଖ ଏଇଠି ଭେଣ୍ଡି କାଇଁ ଗୋଟେ ବାଇଗଣ ଅଛି ନା ଆମ ଭାଗ୍ୟରେ କେତେ ବାଡ଼ି ମାନେ ଗଛ କରିବା ଗୋଟିଏ ବାଇଗଣ ହେଇଛି ଏତେ ବଡ଼ ବାଇଗଣ ହେଇଯାଇଛି ତାକୁ 8 ଜଣ ଲୋକ ମାତ୍ର ଖାଇବେ ବୋଧେ ଜଣେ ତାକୁ ଖାଇସାରିବନି ଏଇଟା କି ଗଛ ଛୋଟ ଛୋଟ ହେଇଥିଲା ନା ନଡ଼ିଆ ଗଛ ପୁରା ଛୋଟ ଛୋଟ ହେଇଥିଲା ଏଇଟା ମାନେ ଗଛର ବାଡ଼ିଘର ପରିବା ଲଗେଇଥିଲେ ମାନେ ଆପଣ ମାନେ ଗୋଟେ ରାତି କି ଦିନ ଦରକାର ପଡ଼ିଲେ ଆସି ତୋଳିକି ନେଇ ଖାଇପାରିବ ସାଙ୍ଗେ ସାଙ୍ଗେ ନୁହେଁ କିଣା ପରିବାଟା ଏଇ ଗୋଟେ ଭେଣ୍ଡି ହେଇଛି ଦେଖନ୍ତୁ ଏଇଠି ଜହ୍ନିଗୁଡ଼ା ମଞ୍ଜି ରଖା ହେଇଛି ନା କ'ଣ ତଳ ଜହ୍ନି ଗୁଡ଼ାକ ଛିଡ଼ିକି ପଚିକି ବାଇଗଣ ହେଇଛି
ନଷ୍ଟ ହେଇଗଲା। ମରିଗଲାଣି ତ ଜହ୍ନି ଗଛ ଆଉ ନାହିଁ। ଆହୁରି ଜହ୍ନି ମାଇ କୁଟା କିରି ଯାଉଛନ୍ତି ଗୁରୁଙ୍କୁ ଦେଖ। ଆହୁରି ଜହ୍ନି ଏଇ ଭେଣ୍ଡି ଦେଖିଲେ ମେଡ଼ା ହେଇଗଲାଣି ଖାଇବା ପାଇଁ। ନା ଗୋଟେ ବଢ଼ୁଛି କି ଭେଣ୍ଡିର? ନେଇ ଆସୁନ। ଏ ନା ଥାଉ। ଏଇଟା ଜହ୍ନି ହେଇଛି। ହଁ ଚାକିଟା ପଶି ହେଇଛି ବୋଧେ ଜହ୍ନିଟା। ଏଇଟା ଏଇଗୁଡ଼ା ଏଇ ଯେଉଁ ଶାଗ ନା କି ଶାଗ ତ? କାନିସିରା। ହଁ କାନିସିରା ସାତ ଶାଗରେ ପକା ହୁଏ ନା। ଜହ୍ନିଟା ସେଠି ଗୋଟେ ଗୋବରା କିଏ ରହୁଛି ତା ଭିତରେ। ସେ ଯେଉଁ ପାଣି ଦିଆ ହେଉଥିଲା। ଏଇଟା ବି ଜହ୍ନି ମରିଗଲାଣି। ଆଉ ଦେଖ ପାଣି ସାର ଦେଖ କେତେ ହେଇଛି ସେଗୁଡ଼ା ଦେଖିଥିବ। ପାଣି ସାର କିନ୍ତୁ ବଢ଼ିଆ ସାରା ଫୁଲ କିନ୍ତୁ ଖାଇବା ପାଇଁ ଲୋକ ନାହାନ୍ତି ହଁ ନା। ଇଏକୁ ବି ମାନେ ବାହାର ଜାଗାରେ କିଣିକି ଆଣିବୁ। ପୁଇ ସେଠି ହେଇଛି ନା ବେଶୀ ଏଠି କିଛି ଏଇଗୁଡ଼ା କି ଗଛ ଲୋକ? ବିରି ଗଛ ଲଗା ହେଇଛି। ବିରି ଗଛ ଲଗା ହେଇଛି ତିନି ମଶା ଦେଖିବା ଲଗା ହେଇଥିଲା ନା ବିରି। ଏଇଟା କି କଲରା ଦେଖ ବା କଲରାର ଫୁଲ ଫୁଟିଲାଣି ଦେଖ କଢ଼ ଆସିଲାଣି ଛୋଟ ଛୋଟ ହଁ ନା। କଲରା ଗଛ ଏଇଟା ଧରିନି ଫୁଲ ଆସିଛି। ଏ ନାଳୁକା ନା ନାଡ଼କ ଗଛ ଏଇଟା ଧରିଛି ନାଳୁକା ଦେଖିନଥିଲେ ଏଇଟା ଗୋଟେ ଧରିଥିଲା ନେଇକି ତରକାରୀ ରନ୍ଧା ହେଇଥିଲା। ଆଜି କି ବାର? ଆଜି ମଙ୍ଗଳବାର। ମଙ୍ଗଳବାର ନା ଏଇଟା ଶୁକ୍ରବାର। ଶୁକ୍ରବାର ତ ହେଇଛି। ହେଇଛି ଆଗତୁରା ରନ୍ଧା ବଢ଼ିଗଲାଣି କି? ବିରି ଗଛ ଏଇଟା ଜାଣିଛ ନା କ'ଣ ବାଡ଼ିରେ ପରିବା ଲଗେଇଲେ ମାନେ ଖାଇକିନା ଦେଖିଲେ ଗୋଟେ ଖୁସି ଲାଗେ ନା। ତା ଖୁସି ଅଲଗା ଦେଖିବା ଖୁସିଟା ଦେଖିଲେ ପେଟ ପୁରୁଛି। ଏଇ ଗୋଟେ କଲରା ଗଛ ଏଠି ବି ଅଛି। ଏସବୁ ବାପା ଆଣିଥିଲେ ମା ଲଗେଇଛ ନା ତମେ ଲଗେଇଛ? ସମସ୍ତେ ଲଗା ହେଇଛି। ସମସ୍ତେ ମିଳିମିଶି ଏ ବିରି ଗଛଟା କେଉଁ ଦିନକୁ ଲଗେଇଲେ ହଳ କରି କହୁଥିଲେ ବା ମା ହଳ କରି ଲଗେଇବ ବୋଲି। ଦାର ଇଏ କରିକି ଲଗା ହେଇଛି। ଏଠି ଲଗା ହେଇଛି ଆହୁରି ଏଠି ଲଗା ହେଇଛି। ଏଇଟା କୁକୁଡ଼ା ଖତ ଆଉ ସେରା ଦେଖ ଉଲ ଗଛ। ଉଲ ଗଛ ଉଲ ଗଛ ଉଲ ହବ ସବୁ। ଉଲଟା ଆମ୍ବିଳା କାନେ ଭଲ ଲାଗେ। ସୁଜନା ଗଛରେ ଦେଖ ଛୋଟିଆଟେ ହେଇଛି। ଏଇଟା ନାଡ଼ି ଧରନି ନା ସୁଜନା ନାଡ଼ି ହାଇ ସାଜନା ଗଛ। ଆଉ ଗୋଟେ ସୁଜନା ଗଛ। ଏଇଟା ସୁଜନା ଗଛ। ପପିଆ ଗଛ ପୁରା କାଣ୍ଡି ହେଇଥିଲା। ପପିଆ ଗଛ ନା ଗଡ଼ି ପଡ଼ିଲାଣି ବର୍ଷା। ମାନେ ଏଇଠି ଖାଲି ଦେଖ କେତେ ଗଛ। ମୁଁ ତ ଦେଖିକି ମତେ ପୁରା ଆଶ୍ଚର୍ଯ୍ୟ କରା ହେଇଯାଉଛି। ମାନେ କେତେ ସୁନ୍ଦର ଲାଗୁଛି ନା ଗଛଗୁଡ଼ା ଦେଖିଲା ବେଳକୁ। ବାହାରେ କିଣା ପରିବା ଯେତେ ଯାହା ହବ କିଣା ପରିବା ଖାଇବା ଶାନ୍ତି ନାହିଁ। ବାଡ଼ିରେ ନିଜ ପରିବାଟା ନେଇକି ଖାଇକି କେମିତି ତୁଳିକି ଲଗେଇଥିବୁ ଯେଉଁ ପରିଶ୍ରମ କରି କେତେ କଦେଇ ଗଛ ଆମର ନା ସେଟା ଲଗା ହେଇଛି ବା। ଏବେ ଲଗା ହେଇଛି ସେଟା। ଇଏ ଯେଉଁ କାଦୁ ହେଇଛି ଜୋତା ପରା ହିଲ୍ ହେଇଯିବ ଗଲେ। ସପୁରା ଫୁଟି ନାହିଁ ଫୁଟିବ। ଏଇ ସପୁରି ଗଣେଶ ଗଛ ଦେଖ ସପୁରି ଗଣେଶ ହଉଛି ନା ହଉନାହିଁ? ଏଠି ଛୋଟିଆ ଗଛରେ ସବୁ ହେଇଛି ସପୁରି। ଗୋଟେ ହେଇଥିଲା ବା ଗୋଟେ ହେଇଥିଲା। ଏଇ ଗଛଟା ବୋଧେ କେବେଠୁ ଲଗାଇଲାଣି ନା? ଏଇ ଯେଉଁ ଆକାଶ ଗଛଗୁଡ଼ା ଆକାଶ ଆମର ଏଇ ଛୋଟ ବାଡ଼ିଟା ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି ନିହାତି ଜଣାଇବେ। ଦେଖନ୍ତୁ ଛୋଟ ବାଡ଼ିରେ ଯାହା ବି ଯେତିକି ଅଛି ଖାଇବା ପାଇଁ ହେଇଯାଉଛି ଆମର କିନ୍ତୁ ସୁନ୍ଦର ଲାଗୁଛି ଦେଖିବା ପାଇଁ। ପରିଶ୍ରମର ଫଳ ମିଠା। ଆଉ ସବୁ ଗଛଟା ମରିଗଲାଣି ହଁ ନା। ନା ସରିଗଲାଣି। ମଞ୍ଚା ସାରା ଦେଖ କୁଣ୍ଡୁଳି ମାନେ ଗଛ ମଲାଣି ତଥାପି ଦେଖ କୁଣ୍ଡୁଳି ହେଉଛି। ଏଇଟା ଗଛ ଲଗେଇବାର ଫଳ ଏଗୁଡ଼ା ମାନେ ସେ ଗଛ ମରିଯିବ ତଥାପି ଗୋଟେ ହେଇକି। ଏଇଟା କି ଗଛ? ସେ ଯୋଉ ଚଲଣା ନା କ'ଣ ହୁଏ ବୋଧେ? ସେଇ ଚଲଣା
ହେଇଯାଇଛି ନା ଶାଳ ଗଛ ଖାଲି ସବୁଆଡ଼େ ଶାଳ ଗଛ ସବୁଆଡ଼େ ଫୁଲ ଖାଲି ଦେଖନ୍ତୁ ଟଗର ଗଛ ଦୁଇଟା ଫୁଲ କେତେ ଫୁଟିଛି ଯେତିକି ଫୁଲ ଫୁଟୁଛି ଏତିକି ବୁଝିବାକୁ କିନ୍ତୁ ଭାରି ବୁଝିବାକୁ ବେଶୀ ଏଇଟା ନେଇ ଖାଇଦେଲେଣି ଆମର ଏଇ ଯେଉଁ କାନ୍ଦି ଗୁଡ଼ାକ ହଁ ଉପରୁ ନେଇକି ଖିଆ ହେଇଛି ସେତିକି ସେଇଟା ସେଇ ପିଣାରେ ସେଇ ଯେଉଁ କାନ୍ଦିଟା ଟିକେ ବେଶୀ ଦୁଇଟା କାନ୍ଦି ଗୋଟେ ଖିଆ ହେଇଛି ଆଉ ଗୋଟେ କେତେ କଦଳୀ ଗଛ ହେଇଛି ଅମୃତଭଣ୍ଡା ପିଜୁଳି ଗଛ ତ ସାଙ୍ଗମାନେ ଦେଖିଲେ ଏଇଠି କେତେ ସାରା ଗଛ ଆଉ ଯାହା ବି କିଛି ବାକି ରହିଗଲେ ମୁଁ ଆଉ ଗୋଟେ ବ୍ଲଗ୍ରେ ଦେଖେଇବି ଆପଣମାନଙ୍କୁ ଆଉ କ'ଣ କ'ଣ ସବୁ ଗଛ ଲଗା ହେଇଛି ତ ଏବେ ଏଇ ବ୍ଲଗ୍ରେ ଦେଖିନିଅନ୍ତୁ ଏତିକି ଗଛ ଯେତିକି ମୁଁ ଦେଖେଇଛି ଏବେ ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାଇବେ ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି ତ ରହୁଛି ଜୟ ଜଗନ୍ନାଥ ପୁଣି ଦେଖା ହେବ ଆଉ ଗୋଟେ ନୂଆ ବ୍ଲଗ୍ରେ ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ।